विशिष्ट कवि चंद्रकुमार महांतीଙ୍କ स्मृतिରେ नवम वार्षिक कवि चंद्रकुमार महांती स्मृति दिवस स्थानीय स्टेशन क्लब परिसରରେ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରକୁମାର ମହାନ୍ତି ସ୍ମୃତି କମିଟିର ସଭାପତି ଡକ୍ଟର ସୁଭାଷ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କବି ବିପିନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଚନ୍ଦ୍ରକୁମାର ମହାନ୍ତିଙ୍କର କାବ୍ୟକୃତି ସମ୍ପର୍କରେ ଆଲୋଚନା କରିବା ସହିତ ଓଡ଼ିଆ କାବ୍ୟ ଜଗତକୁ ତାଙ୍କର ଅବଦାନ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ କବି କେ ଶ୍ୟାମବାବୁ ଦୋରା ଯୋଗଦେଇ କବି ସ୍ୱର୍ଗତ ମହାନ୍ତିଙ୍କର ଜୀବନାଦର୍ଶ ଓ ତାଙ୍କ ଦ୍ୱାରା ରଚିତ ବିଭିନ୍ନ କବିତାର ମୌଳିକ ତତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କୁ ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର 2025 ପ୍ରଦାନ କରାଯାଇଥିଲା। ପୁଷ୍ପଗୁଚ୍ଛ ଉତ୍ତରୀୟ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରି କବି ଶ୍ରୀମତୀ ମିଶ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପୁତ୍ର ଉବାଚକ ମହାନ୍ତି ଓ ଉତ୍ପଳ ମହାନ୍ତି, କୃଷ୍ଣ କୁମାର ମହାନ୍ତି, କବି ଶ୍ରୀଦେବଙ୍କ ସମେତ ସ୍ମୃତି କମିଟିର ବହୁ କାର୍ଯ୍ୟକର୍ତ୍ତା ଏହି ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।